ଈଶ୍ୱରଙ୍କର ଏଇ ଯେଉଁ ରହସ୍ୟମୟ ପ୍ରହଳୀପୂର୍ଣ୍ଣ ସୃଷ୍ଟି, ଏଥିରେ କାହିଁକି କ'ଣ କିପରି ହେଲା, ୟା ଭିତରେ ଏଇ ଗୋଲକ ଧନ୍ଦା ଭିତରେ ଛନ୍ଦି ନ ହୋଇ ଜୀବନରେ ଯାହା ଯେତେବେଳେ ଘଟୁଛି ତାକୁ ହିଁ ନେଇ କେବଳ ଆନନ୍ଦଟାକୁ ଉପଭୋଗ କରନ୍ତୁ, ତାହେଲେ ଏ ଜୀବନଟା ଅତି ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇ ଉଠିବ। ଏଇଟା କେମିତି ହେଲା, କାହିଁକି ହେଲା, ଏମିତି ତ ହେବା କଥା ନୁହଁ। ଏଗୁଡ଼ା ସବୁ ମୂର୍ଖ ପାଣ୍ଡିତ୍ୟର ମନ୍ତବ୍ୟ। ଆମେ ଯେଉଁ ମଣିଷ ଈଶ୍ୱରଙ୍କର ଏ ଐଶ୍ୱର୍ଯ୍ୟ ସତ୍ତା ଆଗରେ ଆମର ପିମ୍ପୁଡ଼ିକର କି ବାଲି ଧୂଳି କଣାର ମୂଲ୍ୟ କିଛି ନାହିଁ। ଆମେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ଆମର ଜ୍ଞାନକୁ ପରିପ୍ରକାଶ କରୁ, ନିଜର ଫୁଟାଣି ବାହାଦୁରୀ ପାଣ୍ଡିତ୍ୟର ନଗ୍ନ ପ୍ରଦର୍ଶନ କରୁ। ଆମେ କିଏ? ଆମେ କ'ଣ ଜାଣିଛେ?